ଓମ୍ ନମଃ ଶିବାୟ। ମୁଁ ଜ୍ୟୋତିର୍ବିଦ ଓ ଲେଖକ ପ୍ରଫେସର ରୁଦ୍ରପ୍ରସନ୍ନ ମହାପାତ୍ର ଭୁବନେଶ୍ୱର, ଓଡ଼ିଶାରୁ କହୁଛି। ଆଜି ମୁଁ ଆପଣଙ୍କୁ ଗ୍ରହ ମାନଙ୍କର ଚଳନ ବା ଯେଉଁଟାକୁ ଗୋଚର ବୋଲି କୁହାଯାଉଛି ସେ ସମ୍ପର୍କରେ ଟିକେ ସମ୍ୟକ୍ ଜ୍ଞାନ ଦେବି। ଆପଣମାନେ ସାମାନ୍ୟ ଜ୍ଞାନ ଜାଣିଥିବେ, ଆଉ ଟିକେ ଆପଣଙ୍କୁ ଭିତରକୁ ନେଇକି ଜିନିଷଟାକୁ ବୁଝିବାକୁ ଚେଷ୍ଟା କରିବି। ଗୋଟେ ଭଲ ନିୟମ ଗୋଚରର ମଣ୍ଡକ ଥାନ୍ତୁ। ସେ ତ ଛାଡ଼ନ୍ତୁ, ଗୋଚର ସେ ପର୍ଯ୍ୟନ୍ତ ଫଳ ଦେବନି ଯେ ପର୍ଯ୍ୟନ୍ତ ଦଶା ତାକୁ ନିର୍ଦ୍ଦେଶ ଦେଇନି। କିନ୍ତୁ ଗୋଚରର ଗୋଟେ ନିୟମ ହେଲା ଯେ ଯେଉଁ ଗ୍ରହମାନେ ଜାତକରେ ଯେଉଁ ଭାବରେ ଅବସ୍ଥାପନ କରୁଛନ୍ତି, ଯେତେବେଳେ ସେଇ ଗ୍ରହଙ୍କ ଉପରେ ଗୋଚରଟି ଚାଲେ ସେ ସମୟରେ ଫଳ ଟିକେ ତ୍ୱରାନ୍ୱିତ ହେଇଯାଏ, ଆକ୍ସିଲରେଟ୍ ଟିକେ ଅଧିକ ମିଳିବାର ସମ୍ଭାବନା ରହିଛି। ଭଲ କି ଖରାପ ଫଳ ଜାତକ ଉପରେ ସେଟା ନିର୍ଭରଶୀଳ। ଆପଣଙ୍କର ଖରାପ ଭାବରେ ଖରାପ ଗ୍ରହ ଅଛନ୍ତି, ଆପଣଙ୍କ ଜାତକରେ କେତୁ ଷଷ୍ଠ ଭାବରେ ବିଦ୍ୟମାନ କରୁଛନ୍ତି। ସେହି ସମୟରେ କେତୁ ଯେତେବେଳେ ସେଇ ଷଷ୍ଠ ଭାବରେ ଗୋଚର କରିବେ, କେତୁ କନ୍ୟାରେ ଅଛନ୍ତି ତ, କେତୁ ଯେତେବେଳେ କନ୍ୟାରେ ଗୋଚର କଲେ ଠିକ୍ ସେହି ସମୟରେ ଆପଣଙ୍କ ପାଇଁ ସମୟଟା, ଯଦି କେତୁ ହିଁ ଷଷ୍ଠ ଭାବରେ ବସି ଆପଣଙ୍କୁ ଖରାପ ଦର୍ଶାଉଛନ୍ତି ତାହେଲେ ଆଉ ଟିକେ ସେଟା ତ୍ୱରାନ୍ୱିତ ହେବ। ଯଦି ବା କେବଳ ଦଶା ଯଦି ନିର୍ଦ୍ଦେଶ ଦେଉଥିବ, ଦଶା ନାହିଁ ତ ଗୋଚରକୁ ନେଇ ବ୍ୟତିବ୍ୟସ୍ତ ହେବେନି। ତେବେ ଆଜିର ଆମର ବିଷୟବସ୍ତୁ ସେଇଆ ନୁହେଁ। ଆଜିର ବିଷୟବସ୍ତୁ ହେଲା କି ଗୋଟେ ନବାଂଶ କୁଣ୍ଡଳୀ ରହିଛି। ଆମର ତାଳପତ୍ର ଜାତକ ଆମେ ଦେଖିଦେଲେ, ଆରେ ଆର ତ ପଞ୍ଚମ ଭାବରେ ମଙ୍ଗଳ ବସୁଛନ୍ତି, ଆର ଦୁଇଟା ପୁଅ ହେଇଥିବେ, ଆଉ ଗୋଟେ ଦ୍ୱୈତ୍ମିକ ରାଶି ଅଛି, ପଞ୍ଚମ ଭାବରେ ସେ ବସୁଛନ୍ତି। ଶୁକ୍ର ପୁଣି ମଙ୍ଗଳଙ୍କୁ ଦୃଷ୍ଟି ଦେଉଛନ୍ତି, ଆର ପୁଅ ହେଇଥିବେ ଦୁଇଟା, ଭୁଲ। ସେମିତି ଆପଣ ଦେଖିଦେଲେ, ଆର ତ ସୂର୍ଯ୍ୟ ବହୁତ ଭଲ ଅଛନ୍ତି, ସୂର୍ଯ୍ୟ ଆର ନବମ ଭାବରେ ଅବସ୍ଥାପନ କରିଛନ୍ତି। ଦେଖିଲା ବେଳକୁ ସୂର୍ଯ୍ୟଙ୍କ ଦଶାରେ କିଛି ଭଲ ହେଲାନି। କ'ଣ ପାଇଁ ନା ସୂର୍ଯ୍ୟ ନବାଂଶରେ ଆଉ ଗୋଟେ ଜାଗାରେ ବସିଥିବେ। ତେଣୁ ନବାଂଶ କୁଣ୍ଡଳୀ ବିନା ଆପଣ କୌଣସି ପ୍ରକାର ଭବିଷ୍ୟବାଣୀ ପ୍ରେଡିକ୍ସନ୍ କରିପାରିବେ ନାହିଁ। ଯଦି ବି କରୁଛନ୍ତି ଭୁଲ। ଆପଣ ଲଗ୍ନ କୁଣ୍ଡଳୀ ଦେଖିଦେଲେ, ସେଠୁ ଦେଖିକି ଆପଣ କିଛି ଗଣନା କରି କହିଲେ ଏବଂ ସେଟା 100% ସତ ହେଲା, ତଥାପି ଆର ଯେଉଁଟା ଆମର କ'ଣ କହନ୍ତି ଯେ ଶୈଳୀ ବା ପ୍ରୋସେସ୍, ଶୈଳୀଟା ଭୁଲ ହେଇଗଲା। ଲଗ୍ନ କୁଣ୍ଡଳୀ, ନବାଂଶ କୁଣ୍ଡଳୀ ଦେଖିବେ। ନବାଂଶ କୁଣ୍ଡଳୀରେ ଯଦି ଆପଣଙ୍କର ସେଇ ଯେଉଁ କେତୁଙ୍କ କଥା କହିଲି, କେତୁ ବସୁଛନ୍ତି ମନେକର ଆପଣଙ୍କର ଷଷ୍ଠ ଭାବରେ, ନବାଂଶ କୁଣ୍ଡଳୀରେ କେତୁ ମନେକର ନବମ ଭାବରେ ଅବସ୍ଥାପନ କରୁଛନ୍ତି ଏବଂ କୌଣସି ଗୋଟେ ଉଚ୍ଚ ଗ୍ରହ ସାଙ୍ଗରେ ଯୁକ୍ତ ହୋଇକି ଅଛନ୍ତି, ଆପଣମାନଙ୍କର ସହଜ ହୃଦୟଙ୍ଗମ ପାଇଁ ବା ବୁଝିବା ପାଇଁ ଭାବି ନିଅନ୍ତୁ ମଙ୍ଗଳ ଉଚ୍ଚ ହୋଇକି, ମଙ୍ଗଳ ଉଚ୍ଚ କେଉଁଠି ହେବେ? ମକର ନବାଂଶରେ ଯଦି ମଙ୍ଗଳ ଅଛନ୍ତି ଏବଂ ତାଙ୍କ ସହିତ କେତୁ ବି ଅଛନ୍ତି, ତାହେଲେ କେତୁ ଆପଣଙ୍କ ପାଇଁ ଭଲ ହେଇଗଲେ। କିନ୍ତୁ ଗୋଚରଟି ଦେଖିଲା ବେଳକୁ ଷଷ୍ଠରେ ଅଛନ୍ତି। ସେଇ ଯେଉଁ ଭାବଟା ମନେକର ଭାବି ନିଅନ୍ତୁ, ସେଇ ମକର ଭାବଟା ଆପଣଙ୍କ ପାଇଁ ସପ୍ତମ ଭାବ ହେଲା। ଗୋଟେ କେନ୍ଦ୍ରରେ ରହିଲେ କେତୁ, କିନ୍ତୁ ଏଠି ଦେଖିଲା ବେଳକୁ ଷଷ୍ଠରେ ହେଉଛନ୍ତି। ଅର୍ଥାତ୍ ଯଦି ଆପଣଙ୍କର ସେଇ କର୍କଟ ଲଗ୍ନ ହେଇଥାଏ, ତାହେଲେ ଜାତକରେ ଧନୁରେ କେତୁ, କିନ୍ତୁ ନବାଂଶରେ ମକରକୁ ଗଲେଣି। ଆଉ ସେଠି ଆପଣଙ୍କର ଲଗ୍ନ ହୋଇଗଲା କ'ଣ, ବୃଷ ଲଗ୍ନ, ନବାଂଶ ଲଗ୍ନ ହେଲେ ମକର ଆପଣଙ୍କର ନବମ ଭାବର ଅଧିପତି ହେବ। ଯାହା ଯାହା ମୁଁ କହୁଛି ତାକୁ ଆପଣ ମାନସିକ ରୂପେ ଗଣନା କରିବାକୁ
प्रचेष्टा करंतु कौन प्रकार इलस्ट्रेशन बा प्रदर्शनर आवश्यकता नहीं। तो सही समय आप जब भावे जे केतुर गोचर आपंपाई खराब ना नुहे भल फल दब कारण केतु उच्च ग्रह सांगरे बसुँच सहीटा आप नवांश कुंडली नवम सप्ताह एवं लग्न कुंडली केतु दारांश सप्तम भावर कुंडली नवांश जगटा कहुए दारांश अवस्थापन कर तेणु गोचरटा खाली आप लग्न कुंडल देखिए जब कहीदे भूल मुझे संपूर्ण भूल कारण एठी से ग्रह गोटे बर्तमान टिके आपन को सहज भाव में बुझे रखुच्छे आप सार कौन जिन कहले मुंड गोलमाल हो तो जेकोसी गोटे ग्रह लग्न कुंडली जो भाव में अच्छा एवं नवांश कुंडली जो भाव में अच्छा भाव माने राशि भी नुहत राशि गोटे जो चंद्रमा बसी सेटा जे खाली राशि नुहे कन्या राशि वृष राशि तो भाव तो एठी भावी नियंतु आपणकर केतु कन्या अच्छा एवं नवांश मकर अच्छा धनु अच्छा एवं नवांश मकर अच्छा तो गोचरटा केतुंकर धनु हो कि मकर हो आपण फलप्रद हो कारण नवांश केतु मकर अच्छा बुझीपारे मो कथाटा अर्थात ये आपणकर गोटे ग्रहर गोटे भावर आवश्यकता पड़लानी गोटे ग्रह दुई दुईटी भाव आपण को फल देवार क्षमता रखिला एवं से ग्रहर गोचर जितेबले से घर उपर भाव उपर हम तार फल आपण भल कि मंद पाइबे दशार निर्देश द्वारा सेटा आपण जानिए पुनश्च मु कहि रखुची केवल गोचर देखिकी कौन फलादेश करि हुए ना केवल गोचर देखिकी आमर व्यक्तिगत जातक जोटा कि नाटाल हरोस्कोपी बा मिस्टर एक्स मिस वाई राम दाम हरिंकर जातक जना पड़ो ना गोटे जोटा आम मैदिन ज्योतिष कहुए जमी आगुरी मुनि ऋषि मैंने देखते गोटे धूमकेतु कौन देखागला अरे शनि मीन को गले शनि कुंभ को गले ये खराब हम तो सेटा से ग्रह गोचर देखी किसी किसी गोटे कहते सेटा गोटे अलग जिनिस बट किंतु आमर ये जो व्यक्तिगत जातक क्षेत्र में दशा बिना गोचर कौन फलाफल कहबे ना गोटे व्यतिक्रम कही रखुचे एक्सेप्शन व्यतिक्रम कही रखुचे भृगु नाड़ी पद्धति अनुसार एमिति किछि किछि गणना अच्छी टेक्निक गणना अच्छी जो गुड़ा कि खाली गोचर को देखिके मध्य किछि मात्रा रे भविष्यवाणी करि हबो कहि रखुछ एटा मु कहूनी गुरुवर केन राउठ आरंभ करी जो जो माने ज्योतिषरे रिसर्च बा गवेषणा करिसंती भृगु नाड़ी पद्धति अनुसार जोटा कि आजिका दिन रे आउ उपलब्ध नाही प्रायतः नाही जो माने किछि किछि निजर गुरुंको ठारू शुणी जानी तो जानी नाही तापर विशेष ग्रंथ मिलूची तो वर्तमान दुनिया रे जदि आम हिंदू ज्योतिष को देखा दशा पर गोचर यह गोटे कथा द्वितीय है नवांश कुंडली रे चंद्र जोटी थी तार चतुर्थ भावटा है आपंकर 64तम नवांश सेठी जितेबाला जो ग्रह आप देखिए अच्छी से ग्रह जितेबाला गोचर कला आपंकर 64तम नवांश है आपंपाई सिंह राशि अर्थात चंद्र आपंकर नवांश वृषरे रहिले चंद्र ठार आप गणिगले 4टा घर सो से जो सूर्य आपंपाई एते खराब हो गले जे सूर्य जदि आपणकर जातक जिते बेले भी सिंह राशि रे गोचर करेंगे नहीं टिके भूल कही सूर्य जितेबाला आपणकर जातक अष्टम भाव में गोचर करेंगे ताल सेटा भूल हो माने सेटा तार फल खराब आसो ये संपर्क में मु विस्तृत वीडियो कर रखी किंतु सेटा भी देखिए वर्तमान तृतीय प्रश्न आसे सर
ଆମର ନବାଂଶରେ ଚନ୍ଦ୍ର ଗୋଟେ ରାଶିରେ ଅଛି ଏବଂ ଲଗ୍ନ କୁଣ୍ଡଳୀରେ ଚନ୍ଦ୍ର ଗୋଟେ ରାଶିରେ ଅଛି, ତାହେଲେ ଆମେ ଗଣନା କରିବୁ କେଉଁଠୁ? ଆପଣ ଗଣନା ସବୁବେଳେ ଲଗ୍ନ କୁଣ୍ଡଳୀରେ ହିଁ କରିବେ। ଚନ୍ଦ୍ର ଯେଉଁ ନକ୍ଷତ୍ରରେ ଅଛି, ନବାଂଶରେ ଚନ୍ଦ୍ର କେଉଁ ନକ୍ଷତ୍ରରେ ଅଛନ୍ତି ଆପଣ ଜାଣିନାହାନ୍ତି, ମାନେ ଆପଣ ଜାଣିପାରିବେ କିନ୍ତୁ ସେଟା ଲେଖା ହେଇନଥାଏ। ଚନ୍ଦ୍ର ଏଠି ଯେଉଁ ନକ୍ଷତ୍ର ଅଛନ୍ତି, ଯେଉଁ ନବାଂଶରେ ଅଛନ୍ତି, ସେଇ ନକ୍ଷତ୍ରରେ ସେଇ ଅନୁସାରେ ଗଣନା ଅନୁସାରେ ସେଇ ନକ୍ଷତ୍ର ସେଇ ପାଦରେ ସେ ରହିବେ, କିନ୍ତୁ ସେଠୁ ଆମେ ଗଣିପାରିବା ନାହିଁ। ଯଦିଓ ଜୈମିନୀ ନବାଂଶ ଦଶା ବୋଲି ଗୋଟେ ଅଛି, ନବାଂଶରେ ବି ଆପଣ ଦଶା ଦେଖିପାରିବେ। ବୁଝିପାରିଲେ ଯେ ଖାଲି ଗୋଚରଟା ଲଗ୍ନ ଯଦି ଆପଣ ଦେଖୁଛନ୍ତି, ସେଟା ଆପଣ କେତେ ଶତକଡ଼ା ତ ମୁଁ କହିବି ନାହିଁ, ଆପଣ 60-40 ନିଅନ୍ତୁ, 50-50 ନିଅନ୍ତୁ, 70-30 ନିଅନ୍ତୁ, କିନ୍ତୁ ନବାଂଶ କୁଣ୍ଡଳୀରେ ଗ୍ରହମାନଙ୍କର ସ୍ଥିତି ଯଦି ଭଲ ନାହିଁ, ତାହେଲେ ସେଇ ଗ୍ରହର ଗୋଚର ଫଳ ଭଲ ମିଳିବ ନାହିଁ। ଦଶା ଫଳ ବି ନୁହେଁ, ମୁଖ୍ୟତଃ ହେଲା ଦଶା ଫଳ ବି ଭଲ ମିଳିବନି। ସେଇ ଗ୍ରହ ଆପଣଙ୍କର ଦ୍ୱାଦଶ ଭାବରେ ଅଛି କିମ୍ବା ଦ୍ୱାଦଶ ଅଧିପତିର ବଂଶରେ ଅଛି, ତାର ଦଶା ଫଳ ଭଲ ମିଳିବନି। ପରିଶେଷରେ ଗୋଚର ଫଳ କେମିତି ଭଲ ମିଳିବ ନାହିଁ। ତେଣୁ ଖାଲି ଆପଣ ଯଦି ନବାଂଶଟାକୁ ନ ଦେଖିକି ଗୋଟେ ଖାଲି ଲଗ୍ନରୁ ଦେଖିଦେଲେ, ଆପଣଙ୍କର ପ୍ରଥମ ଭୁଲଟା ହେବ ଯେ କେଉଁ ଗ୍ରହଟା ଭଲ କି ଖରାପ ସେଇ ଜାତକ ପାଇଁ ଆପଣ ଜାଣିପାରିଲେ ନାହିଁ। ଆପଣ ନବାଂଶରେ ଦେଖିଦେଲେ ସୂର୍ଯ୍ୟ 5, ଲଗ୍ନରେ ଦେଖିଦେଲେ ସୂର୍ଯ୍ୟ ପଞ୍ଚମ ଭାବରେ ଅଛନ୍ତି, ସେ ଯାଇକି ବସିଥିବେ ଦ୍ୱାଦଶ ଭାବ ନବାଂଶରେ, କ'ଣ କରିବେ? ଭାବି ନିଅନ୍ତୁ ନିଚ ହେଇକି ବସିଥାଇ ପାରନ୍ତି। ସୂର୍ଯ୍ୟଙ୍କର ଗୋଚର ଆପଣଙ୍କ ପାଇଁ ବହୁତ ଖରାପ ରହିବ, ଦଶା ମଧ୍ୟ। ପଞ୍ଚମ ଭାବରେ ତ ଲଗ୍ନରେ ଅଛନ୍ତି, କିଛି ଭଲ ଫଳ ମିଳିବ, କିନ୍ତୁ ଏତେ ବି ନୁହେଁ ଯେତେ ଆପଣ ଭାବୁଛନ୍ତି। ତେଣୁ ଯେପରି ଦଶା ଆମର କୁଣ୍ଡଳୀ ଏବଂ ନବାଂଶକୁ ଦେଖିକି ଆମେ ଆଗକୁ, ଗୋଚର ମଧ୍ୟ ଆପଣ ନବାଂଶ ନ ଦେଖି କହିପାରିବେ ନାହିଁ। ଯଦି ଗୋଟିଏ ଗ୍ରହ କୁଣ୍ଡଳୀର ଲଗ୍ନ କୁଣ୍ଡଳୀ ଯେଉଁ ଭାବରେ ଅଛି, ନବାଂଶ କୁଣ୍ଡଳୀ ଯେଉଁ ଭାବରେ ଅଛି, ସେ ଦୁଇଟା ଭାବର ଅଧିପତିତ୍ୱ ତା ପାଖରେ ପଳେଇ ଆସିଲା। ତେଣୁ ଗୋଚର ଆପଣ କହିବେ ନବାଂଶରେ ଶନି ଅଛି ମକରରେ, ତ ମକରରେ ସେ ଚାଲିଲା ବେଳେ ଆପଣଙ୍କର ଇଫେକ୍ଟଟା ଦେବ। ବୁଝିପାରିଲେ? ହଉ, ତାକୁ ବିଶେଷ ବିଶ୍ଳେଷଣ କରିବା ନାହିଁ, ଭାରି ସହଜ ଜିନିଷଟିଏ। ବରାହମିହିରଙ୍କର ଲେଖାଟା ଟିକେ ପଢ଼ିବେ। ଦୁଃଖର ବିଷୟ, ବରାହମିହିରଙ୍କର ନିଜର କିଛି ଦଶା ଗଣନା ନାହିଁ। ଦୁଃଖ ଲାଗୁଛି, ଏଟା ସମ୍ଭବ ନୁହେଁ, କାରଣ ବରାହମିହିରଙ୍କ ଭଳିଆ ଲୋକ ଗୋଟେ ଦଶାଟାକୁ ଛାଡ଼ିଦେବେ, ଏଟା ସମ୍ଭବ ନୁହେଁ। ତେଣୁ ବହୁତ ଜ୍ୟୋତିଷ ଭାବନ୍ତି ମୋତେ ମିଶେଇକି ସେଟା ନଷ୍ଟ କରିଦିଆଯାଇଛି ବୋଲି। ଏଟା କିଛି ମାତ୍ରାରେ, ନହେଲେ ଆପଣଙ୍କର ଜାତକ ପାରିଜାତ କିମ୍ବା ସରାବଳି ଯଦି ଆପଣ ପଢ଼ିବେ, ତାହେଲେ ଏସବୁ ଜିନିଷର କିଛି ମାତ୍ରାରେ ଆପଣଙ୍କର ସେ ଜାତକ ଭରଣ ବହିଟି ଏ ସମ୍ପର୍କରେ ବିବରଣୀ ରହିଛି। ଯଦିଓ ଏଟା ସମ୍ପୂର୍ଣ୍ଣ ତର୍କସମ୍ମତ ମଧ୍ୟ। ଆଜିକା ଦିନରେ ଯେତିକି ଭଲ ଭଲ ଜ୍ୟୋତିଷ ଆପଣ ଦେଖୁଛନ୍ତି, ସେ ଭିପି ଗୋଏଲ ହେଲେ, ଗୁରୁବର କେଏନ୍ ରାଓ ତ ଛାଡ଼ି ଦିଅନ୍ତୁ, ଭାରତୀୟ ବିଦ୍ୟାଭବନ ଯେତେ ବଡ଼ ବଡ଼ ରିସର୍ଚ୍ଚର ସବୁ ଅଛନ୍ତି, ସବୁବେଳେ ଏଇ ଫର୍ମୁଲା ତାକୁ ବ୍ୟବହାର କରୁଛନ୍ତି। ଆଉ ସେ ତ ଅଲଗା କଥା, ବେଦ ହେଲାନି କି ନବେଦ ହେଲା, ସେ ତ ଆପଣ ଲଗ୍ନରେ ହିଁ ରହିଗଲେ, ସେ ବେଦ ହଉ ନ ହଉ। କିନ୍ତୁ ଯଦି ଏପଟେ ନବାଂଶରେ ଆଉ ଗୋଟେ କୁଣ୍ଡଳୀ ସେ ଥିବ, ତାହେଲେ ହୁଏତ ବେଦ ହେଇକି ବି କାମ ଦେଇପାରେ। ହଉ, ଆଶା କରେ ଯେ ଆପଣଙ୍କୁ ଭିଡ଼ିଓଟି ଭଲ ଲାଗିଥିବ। ପୁଣି କହି ରଖୁଛି ଯେ ଜ୍ୟୋତିଷଟା ଏତେ ସହଜ ନୁହେଁ ଯେ ଆପଣ ତାକୁ ଗୋଟେ ଆମୋଦ ପ୍ରମୋଦ ବା ହବିର ଓଡ଼ିଆ କ'ଣ ତ ମୁଁ ଜାଣିନି ହିସାବରେ ନେଇକି ଶିଖିବା ଚେଷ୍ଟା କରିବେ। ଯଦି ଆପଣ ଜଣେ ଜ୍ୟୋତିଷ ନୁହନ୍ତି, ତାହେଲେ ଜ୍ୟୋତିଷରେ ମୁଣ୍ଡ ଖେଳାନ୍ତୁ ନାହିଁ, ଅଧାଖଣ୍ଡିଆ ଜ୍ୟୋତିଷ ହୁଅନ୍ତୁ ନାହିଁ, ଏବଂ ମୋ ଭିଡ଼ିଓ ଦେଖିକି ଆଉ ନିଜର ଅଜ୍ଞାନତାକୁ ବଢ଼ାନ୍ତୁ ନାହିଁ। ଇଂରାଜୀ ଆଉ ହିନ୍ଦୀରେ ମୋ ଯେଉଁ ଭିଡ଼ିଓ ଅଛି ତାକୁ ବି ଦେଖନ୍ତୁ, ବୁଝିବାକୁ ଚେଷ୍ଟା କରନ୍ତୁ। ଆପଣଙ୍କର ନିଜର ଜ୍ଞାନବର୍ଦ୍ଧନ ହେବ। ଖାଲି ମୁଁ ନୁହେଁ, ଭାରତବର୍ଷ ଏବଂ ବିଶ୍ୱରେ ଯେଉଁମାନେ ଏ ସମ୍ପର୍କରେ କହୁଛନ୍ତି, ସାଧାରଣତଃ ମେଡ଼ିକାଲ ଆଷ୍ଟ୍ରୋଲୋଜି ଆଉ ଭେଷଜ ଜ୍ୟୋତିଷ ଯଦି ମୁଁ କହେ ତାକୁ ଓଡ଼ିଆରେ, ସେଟା ତ ଆପଣ ଇଂରାଜୀ ନ ଜାଣିଲେ, ହିନ୍ଦୀ ନ ଜାଣିଲେ ପ୍ରାୟ ବୁଝିପାରିବେନି, କାରଣ ସେଟା ଆମର
ମାନେ ଯେଉଁ ଜ୍ୟୋତିଷ ଗ୍ରନ୍ଥରେ ବିଶେଷତଃ ନାହିଁ। ହଉ ମୋତେ ଜାତକ ଦେଖିବାକୁ ଯଦି ଚାହୁଁଛନ୍ତି ମୋର ୱେବସାଇଟ୍କୁ ଯିବେ, ସେଠି ମୋର ଯାହା ପଇସା ପତ୍ର ବିଷୟରେ ଲେଖା ହେଇଛି, ଆପଣ ଯଦି ଠିକ୍ ଲାଗେ ତାପରେ ମୋତେ ଯୋଗାଯୋଗ କରିବେ। ଏ କମେଣ୍ଟ ସେକ୍ସନରେ ସାର୍ ଆମକୁ କେମିତି ଆମେ ଯୋଗାଯୋଗ କରିବୁ, ସବୁ ଜାଣିକି ବି ଲୋକ ମୋତେ ହ୍ୱାଟ୍ସଆପ୍ କରିବେ, କାଳେ ସାର୍ କିଛି ପଇସା କମେଇ ଦେବେ କି, କାଳେ ସାର୍ ଟିକେ ମାଗଣାରେ ଦେଖିଦେବେ କି। ଡାକ୍ତରଙ୍କ ପାଖକୁ ଗଲେ ଆପଣ ଲକ୍ଷେ ଜାଗାରେ 2 ଲକ୍ଷ ଦେବେ, 2 ଲକ୍ଷ କ'ଣ 20 ଲକ୍ଷ ତ ଦେବେ, ଆଉ ଲୋକଟା ଯିବ ନା ଆଗ। କିନ୍ତୁ ଜ୍ୟୋତିଷମାନଙ୍କ ପାଖକୁ ଆସିଲେ ପଇସା ଦେବେନି। ସେ ରୁଦ୍ର ମହାପାତ୍ର ବି ହେଇଥାଉ, ଯିଏକି ଘର ସଂସାର ଛାଡ଼ିକି ସମ୍ପୂର୍ଣ୍ଣ ରୂପେ ଜ୍ୟୋତିଷ ପଢ଼ୁଛି, ଜ୍ୟୋତିଷରେ ନିଜକୁ ଉତ୍ସର୍ଗ କରି ରଖୁଛନ୍ତି, ତ ମୋର ଜ୍ଞାନଟାକୁ ସମ୍ମାନ ଲୋକ ଦେବେନି। କେମିତି ଟିକେ ଆମ ପଇସା ବଞ୍ଚେଇ ଦେଇକି ଦେଖେଇବୁ। କାହିଁ ବାରମ୍ବାର କହି ରଖୁଛି, ମୁଁ ଆଜ୍ଞା ବ୍ୟତିବ୍ୟସ୍ତ ହେଇଗଲିଣି। ବହୁତ ଗୁଡ଼ିଏ ଲୋକ ଏମିତି ହ୍ୱାଟ୍ସଆପ୍ରେ ମୋତେ ହ୍ୱାଟ୍ସଆପ୍ କରୁଛନ୍ତି, ସାର୍ ଆମେ ଜାତକ ଦେଖିବାକୁ ଚାହୁଁଛୁ, ଆଉ ଟିକେ ପଇସା କମେଇ ଦିଅନ୍ତୁ। କ'ଣ ଦରକାର ଆଜ୍ଞା? ଆପଣ ଥରେ ମୋତେ ପଇସା ଦେବେ, ତା ଛଡ଼ା ଆପଣ ଜୀବନ ସାରା ମୋର ସୁବିଧାଟା ଆପଣ ପାଇବେ, ସେମିତି ବି ବ୍ୟବସ୍ଥା ମୁଁ କରିକି ରଖିଛି। ଆଉ ଯେକୌଣସି ଜ୍ୟୋତିଷ ପାଖକୁ ଆପଣ ଯାଉଛନ୍ତି, ସର୍ବଦା ଆର୍ଥିକ ରୂପ ପ୍ରସ୍ତୁତ ହେଇକି ଯାଆନ୍ତୁ, କାରଣ ତାପରେ ଯଦି କିଛି ପୂଜା କିମ୍ବା ରତ୍ନପତ୍ର ପିନ୍ଧିବାକୁ କହନ୍ତି, ଆପଣ ସେଟା କରିବାର ସାମର୍ଥ୍ୟ ଅଛି। ସେମାନେ ଦେଖିବାକୁ ଗଲେ ସବୁ ଲୋକ ସବୁ ସମୟରେ ଗୋଟେ ଜ୍ୟୋତିଷଙ୍କୁ ପାଖକୁ ଯାଇ ବି ପାରିବେନି, କାରଣ ଏତେ ପଇସା ହୁଏତ ଖର୍ଚ୍ଚ ନ କରିପାରନ୍ତି। ତେଣୁ ଆପଣଙ୍କର ଯେ ଆପଣ ବାଧ୍ୟତାମୂଳକ ଭାବରେ ଯେ ଜ୍ୟୋତିଷଙ୍କୁ ଦେଖେଇବେ ଏବଂ ଉପଚାର କରିବେ, ସେମିତି କିଛି ମାନେ ନାହିଁ। କେତେ ବଡ଼ ବଡ଼ ସନ୍ଥ ସନ୍ନ୍ୟାସମାନେ ସେମାନେ ନିଜ ଜୀବନ ବହୁତ କଷ୍ଟରେ ବଞ୍ଚିଛନ୍ତି, କିଛି ଅସୁବିଧା ନାହିଁ। ଯେଉଁମାନେ ଟିକେ ସୁବିଧାବାଦୀ ହେଉଛନ୍ତି ବା ଜାଣିବାକୁ ଚାହୁଁଛନ୍ତି, ରତ୍ନ ରୁଦ୍ରାକ୍ଷ ଦ୍ୱାରା ନିଶ୍ଚିତ ରୂପେ ତା'ର କିଛି ଫଳ ରହିଛି, ସେମାନେ ଜ୍ୟୋତିଷଙ୍କ ଦ୍ୱାରସ୍ଥ ହୁଅନ୍ତୁ। ସମସ୍ତଙ୍କ ପାଇଁ ଜ୍ୟୋତିଷଟି ନୁହେଁ, କିମ୍ବା ନାହିଁ ଏଇଟା ଗୋଟେ ଯଦି ମୁଁ ସମାଜର ଉନ୍ନତି ପାଇଁ କହିବି, ପରେ ମୁଁ ଆଗରୁ ଭିଡ଼ିଓ କରି ରଖୁଛି। ଆଜିକା ଡେଟ୍ରେ ଆମକୁ କିଏ ପଚାରୁଛି କି ଯେ କାଲି ସକାଳେ ଭୂମିକମ୍ପ ହେବ କି ନାହିଁ କୁହନ୍ତୁ, କେହି ନାହିଁ। ତେଣୁ ଏଇଟା ଗୋଟେ ସାମୂହିକ ଉନ୍ନତି ପାଇଁ ବି ନୁହେଁ। ଆପଣ ପ୍ରସ୍ତୁତ ହେଲା ପରେ ହିଁ ମୋ ଦ୍ୱାରସ୍ଥ ହେଇପାରନ୍ତି। ମୁଁ କିଛି ଆପଣଙ୍କୁ ସେଥିପାଇଁ ଅନୁରୋଧ କରୁନି। ମୋତେ ବ୍ୟତିବ୍ୟସ୍ତ କରିବେନି ହ୍ୱାଟ୍ସଆପ୍ରେ SMS କରିକି। ମୋ ନମ୍ବରଟି ମୁଁ ୟୁଟ୍ୟୁବ୍ରେ ଦେଇ ରଖିଛି, ତା'ର ସଠିକ୍ ବିନିଯୋଗ ହେଉନାହିଁ। ହଉ, ଆଜି ପାଇଁ ଏତିକି। ଯଦି ମହାଦେବ ଚାହାନ୍ତି ଆଉ ଗୋଟେ ଭିଡ଼ିଓ ନେଇ ଆପଣଙ୍କ ପାଖରେ ଉପସ୍ଥିତ ହେବି। ଆଜି ପାଇଁ ଏତିକି। ଓମ୍ ନମଃ ଶିବାୟ।